ओ सुग्रीवमित्रं रघुराजपुत्रं वने चरन्तं शरचापहस्तं सीतापतिं स्निग्धजटाकलापं रामं भजेशं तमचिन्तरूपं श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। जन्माम श्रुतिमात्रत परिमितं संसार वारांनिधिं तीर्था गच्छन्ति दुर्जनोऽपि परमं विष्णुपदं शाश्वतं तस्यैव स्थितिकारणं त्रिजगतं रामस्य भक्तप्रिया जूयं किं समुद्रमात्रतरणे सक्ता कथं वानरं श्रीराम जय राम जय जय राम जय रघुनंदन जय घनश्याम श्रीराम जय राम जय जय राम जय रघुनंदन जय घनश्याम। हरिबोल 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 श्रीराम जय राम जय जय राम जय रघुनंदन जय घनश्याम। भक्तवत्सल भगवान की जय। आनंद चंद्र भगवान की जय। सच्चिदानंद भगवान की जय। शंकर भगवान की जय। कृष्ण भगवान की जय। जगन्नाथ महाप्रभु की जय। मर्यादा पुरुष राम नारायण की जय। लखनलाल जी की जय। भरतलाल जी की जय। शत्रुलाल जी की जय। जनकनंदिनी सीता देवी को जय। संकटमोचन हनुमान जी की जय। झंकड़वासिनी माँ सरलम की जय। स्वर्गमर्त पाताल की जय। दशदिगपाल की जय। यूट्यूब कर्मकर्ता मान को जय। मोर प्रिय श्रोता बंधु मान को जय। अग्नि जल देवता को जय। वसुधा पवन देवता को जय। सूर्यचंद्र देवता को जय। मोर प्रिय श्रोता बंधु आपण मान को नमस्कार करी आरंभ करने जाऊँ। ये धारावाहिक संपूर्ण रामायण कथा आपण मैंने तो बेसी देखुना आपण देखु न भक्ति न था बा यूट्यूब नपट था जहा हो आमर कर्म भाग्य पर निर्भर करे तेणु दुख करिवार किछि नाही। आपण मैंने संपूर्ण शुणिबे जदि भल लगे वीडियो टी सब्सक्राइब करेंगे लाइक टी करते आपण मैंने यांत्रिक त्रुटि 413 भाग शुणीदेले कि 12 भागटा शुणी नथिले से आज 412 भाग शुणिबे। प्रचंड समर चली स्वर्गपुर देवता माने इंद्रजितर युद्ध देखि भय कले। एणे लक्ष्य पड़गला मर्यादा पुरुष रामकर लक्षण को चाह कहले देख इंद्रजित ब्रह्मावर बलियार होई ब्रह्मचर मारी आम बानर आउ सेनापति मान को अचेत कर सारा कौन करवा किसी उपाय नहीं। मो पूर्वर ये अस्त्र ब्रह्मा को देइथिली गोटे मुहूर्त आम संभालिकी रही क्या से धर्म मर्यादा पुरुष राम आपण मैंने जानते बहुत धर्मार्थी। तापर मर्यादा पुरुष राम कर एभली कथा शुणी विभीषण मनर भावुंट इंद्रजित एभली जदि समस्त को ब्रह्मचर मारे ताहले आम बचू केमी आम भितर
ହନୁମାନ ତ ଅମର, ତାର ବ୍ରହ୍ମଚର କିଛି କରିପାରିବ ନାହିଁ। ହେଇକି ନଟିକୁ ଅଚେତ କରିଦେବ, କିନ୍ତୁ ମାରିପାରିବ ନାହିଁ। ମର୍ଯ୍ୟାଦା ପୁରୁଷ ରାମ ଆଉ ଲକ୍ଷ୍ମଣ, ସେ ତ ବିଷ୍ଣୁ ଅବତାର, ତାଙ୍କର ବ୍ରହ୍ମଚର କିଛି କରିପାରିବ ନାହିଁ। ସେଇ ଯଦି କରିପାରେ ତାହେଲେ ଟିକେ ଅଚେତ କରିପାରେ, ନହେଲେ ଜୀବନ ନେଇପାରିବ ନାହିଁ। ଜାମ୍ବବ ମନ୍ତ୍ରୀ, ସିଏ ଭାରି ଚତୁର, ସିଏ ଯେମିତି ହେଲେ ଜୀବନ ରକ୍ଷା କରିଦେବ, ତାର କିଛି ବି ବ୍ରହ୍ମଚର କରିପାରିବ ନାହିଁ, ଖାଲି ଟିକେ ଅଚେତ କରିପାରେ। ଆଚ୍ଛା, ମୁଁ କ'ଣ କରିବି? ଯଦି ସମସ୍ତେ ଆମେ ଅଚେତ ହେବୁ, ତାହେଲେ ଆଙ୍କୁ ସବୁ ସଚେତ ବ୍ୟବସ୍ଥା କରିବ କିଏ? ମୁଁ ଯାଉଛି ପର୍ବତ ପାଖରେ ଲୁଚିକି ମୁହଁ କାଢ଼ିକି ଯୁଦ୍ଧ ଟିକେ ଦେଖିବି। ଇନ୍ଦ୍ରଜିତ ଯୁଦ୍ଧରୁ ଯିବା ପରେ ମୁଁ ଆସି ଦେଖିବି କାହାର କ'ଣ ସୁବିଧା ଅସୁବିଧା ହେଇଛି। ଏମାନେ ଯଦି ଅଚେତନ ହୋଇଥିବେ ତାଙ୍କୁ ଚେତା କରାଇବି। ଏଇ କଥା ଚିନ୍ତା କରି ବିଭୀଷଣ ପର୍ବତ କନ୍ଦରରେ ଯାଇକି ଲୁଚି କରି ରହିଲେ। ତାପରେ ଇନ୍ଦ୍ରଜିତ ଶ୍ରୀରାମ ଲକ୍ଷ୍ମଣକୁ ଲକ୍ଷ୍ୟ କରି ବ୍ରହ୍ମଚର ପ୍ରୟୋଗ କଲା। ଶେଷର ଆସିବା ବେଳେ ସମ୍ପୂର୍ଣ୍ଣ ଆଲୋକିତ କରିଦେଲା। ଆଲୋକିତ କରିକି ଆସୁଛି। ଦେବତାମାନେ ସ୍ୱର୍ଗରେ ଥାଇ ଭୟରେ କମ୍ପମାନ ହେଲେଣି। ବ୍ରହ୍ମଚର ଆସି ଦେଖିଲା ମନୁଷ୍ୟ ରୂପୀ ସ୍ୱୟଂ ନାରାୟଣ। ବିଚାର କଲା, ଇଏ ଜଗତକର୍ତ୍ତା, ୟାଙ୍କୁ ମାରିବାକୁ ମୋର ଶକ୍ତି ନାହିଁ। ତାପରେ ଦ୍ୱିତୀୟ କଥା ହେଲା, ମୁଁ ତ ଖାଲି ଫେରିପାରିବି ନାହିଁ, ଟିକେ ପ୍ରଭୁଙ୍କୁ ସ୍ପର୍ଶ କରିକି ଯିବି। ଏ କଥା ଭାବି ଟିକେ ଛୁଇଁଦେବା ପରେ ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣ ଟିକେ ଅଚେତନ, ଟିକେ କ'ଣ ଅନିର୍ଦ୍ଦିଷ୍ଟ କାଳ ଅଚେତନ ହେଲେ। ତେଣୁ ଇନ୍ଦ୍ରଜିତ ଭାବୁଛି, ଏ ନରବାନର ମାନେ ମରିଯିବା ପରେ ବଞ୍ଚି ଯାଉଛନ୍ତି, ତେଣୁ ମୁଁ ଯାଉଛି ଖଣ୍ଡାରେ ହାଣି ତାଙ୍କ ଗଣ୍ଡି ମୁଣ୍ଡ ଅଲଗା କରିଦେଲେ ଆମର ଆଉ କିଛି ଭୟ ରହିପାରିବ ନାହିଁ। ମୋର ପିତା ଲଙ୍କେଶ୍ୱର ଚିରକାଳ ଚିତାରେ ରହିବେ। ଏକଥା ଚିନ୍ତା କରି ଇନ୍ଦ୍ରଜିତ ଆକାଶରୁ ଆସୁଛି। ସେ ତ ମେଘରେ ଲୁଚିକି ଯୁଦ୍ଧ କରୁଥିଲା ମଧ୍ୟ, ସେଇଥିପାଇଁ ତାର ନା ମେଘନାଦ। ଆପଣମାନେ ଜାଣିଛନ୍ତି, ଦେବତାମାନେ ସ୍ୱର୍ଗରେ ଥାଇ ସବୁ ଜାଣିଲେ। ତାପରେ ବ୍ରହ୍ମାଙ୍କୁ ଯାଇକି ସବୁ କଥା କହିଲେ। ବ୍ରହ୍ମା ସରସ୍ୱତୀଙ୍କୁ ସ୍ମରଣ କରି କହିଲେ, ଦେବୀ ଶୀଘ୍ର ଯାଇ ଇନ୍ଦ୍ରଜିତ ଯୁଦ୍ଧ କରୁଛି ଯୁଦ୍ଧଭୂମିରେ, ତାର ମନକୁ ଭୁଲେଇ ଦେଇକି ଯୁଦ୍ଧରୁ କେମିତି ପଳାୟନ କରିବ ସେ ବ୍ୟବସ୍ଥା କର। ସରସ୍ୱତୀଙ୍କ ମାୟା ରାକ୍ଷସବା ଜାଣିବ କେମିତି? ସରସ୍ୱତୀ ତ ଇନ୍ଦ୍ରଜିତ କଣ୍ଠରେ ଯାହା କହିବା କଥା କହିଲେ। ସେତେବେଳେ ଇନ୍ଦ୍ରଜିତ ସ୍ୱର୍ଗରୁ ଆସିକି ଅଧା ବାଟରେ ପହଞ୍ଚି, ସ୍ୱର୍ଗ ଆଉ ଯୁଦ୍ଧଭୂମି ଅଧା ବାଟରେ ପହଞ୍ଚି ଆସୁଛି। ସରସ୍ୱତୀଙ୍କ ପ୍ରଭାବରେ ଇନ୍ଦ୍ରଜିତର ମନୋଭାବ ବଦଳି ଯାଇଛି। ମନରେ ଭାବୁଛି, ମୋର ବ୍ରହ୍ମାସ୍ତ୍ର ପ୍ରୟୋଗ ପରେ ଏମାନେ ମରିକି ପଡ଼ିଛନ୍ତି। ମୃତପିଣ୍ଡ ଉପରେ ଶସ୍ତ୍ର ପ୍ରହାର କରିବି କେମିତି? ମୁଁ ତ ଗୋଟେ ଦୁର୍ବୃତ୍ତ, ସାମାନ୍ୟ ନରବାନରକୁ ବ୍ରହ୍ମାସ୍ତ୍ର ପ୍ରୟୋଗ କଲି, ପୁଣି ମରି ପଡ଼ିଥିବା ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣିବି କ'ଣ ପାଇଁ? ଏତେ ବଡ଼ ପାପ କର୍ମ କରିବି ନା। ତାପରେ ମୁଁ ଯେଉଁ ମହା ଅସ୍ତ୍ର ପ୍ରୟୋଗ କରିଛି, ସେ ଅସ୍ତ୍ରରେ ଦେବତାମାନେ ତ ମରିଯାଆନ୍ତି, ଏ ସାମାନ୍ୟ ନରବାନର ଆଉ ବଞ୍ଚିବେ କେମିତି?
ମୁଁ କ୍ରୋଧ ହୋଇ ଯେତେ ପାପ କର୍ମ କରିଛି, ଯଦି ଖଣ୍ଡାରେ ହାଣିକି ଯିବି, ପିତା ଲଙ୍କପତି ମୋତେ କ'ଣ କହିବେ? ତାପରେ ଆଉ ଗୋଟିଏ କଥା ଶାସ୍ତ୍ରରେ ଅଛି, ମୃତ ଶବ ଛୁଇଁବାକୁ ରାଜପୁତ୍ରଙ୍କୁ ମନା। ସେତେବେଳକୁ ରାତି ପ୍ରଥମ ପ୍ରହର ହେଲାଣି। ଇନ୍ଦ୍ରଜିତ ଏଇ କଥା ଭାବି ଭାବି ଆନନ୍ଦରେ ବୀରବାଦ୍ୟ ବଜାଇ ଲଙ୍କା ଅଭିମୁଖେ ଯାଉଛି। ତାର ସୈନ୍ୟମାନେ ଜୟଧ୍ୱନି କରୁଛନ୍ତି, ଯୁବରାଜ ଇନ୍ଦ୍ରଜିତଙ୍କର ଜୟ। ଲଙ୍କାର ରାକ୍ଷସମାନେ ଜୟଧ୍ୱନି ଶୁଣିକି ଆନନ୍ଦ ହେଲେ, ପରସ୍ପର କଥାବାର୍ତ୍ତା ହେଉଛନ୍ତି। ଆଜି ଇନ୍ଦ୍ରଜିତ ଯୁଦ୍ଧ କରି ରାମ ଲକ୍ଷ୍ମଣଙ୍କ ସହିତ ସବୁ ବାନରମାନଙ୍କୁ ସମୂଳେ ବିନାଶ କରି ଆସୁଛନ୍ତି। ଆଜିଠାରୁ ଆମେମାନେ ନିର୍ଭୟରେ ରାତ୍ରିରେ ଶୟନ କରିବା। ଆଉ ଆଜିଠାରୁ ରାଜା ଲଙ୍କପତି ବି ନିରାପଦରେ ରହିବେ। ତାଙ୍କର ଆଉ ଶତ୍ରୁତା ଚାଲିଗଲା, ଆଉ କିଏ ତାଙ୍କର କ'ଣ କରିବ? ଏଇ କଥା ଭାବୁଛନ୍ତି। ଇନ୍ଦ୍ରଜିତ ଭଳି ବୀର ପୃଥିବୀରେ କେହି ନଥିବେ। ତାଙ୍କ ଛଡ଼ା ରାଜାଙ୍କ ଶତ୍ରୁକୁ କିଏ ମାରିଥାନ୍ତା? କେହି ମାରିପାରିନଥାନ୍ତେ। ତାପରେ ରାବଣ ଦୂତମାନଙ୍କ ଠାରୁ ଶୁଣିକି ସନ୍ଦେହରେ ଥିଲା, ସତର କ'ଣ ଇନ୍ଦ୍ରଜିତ ଏଡ଼େ ବଡ଼ କାର୍ଯ୍ୟ କରିছে ନା? ସେହି ସମୟରେ ଇନ୍ଦ୍ରଜିତ ପହଞ୍ଚି ରାବଣ ପାଦରେ ନମସ୍କାର କରି କହିଲା, ପିତା, ତୁମ୍ଭର ଶତ୍ରୁମାନେ ଆଜି ମୋ ହସ୍ତରେ ମୃତ୍ୟୁବରଣ କଲେ। ଭାଲୁ ମାଙ୍କଡ଼ ଆଉ ଗୋଟିଏ କେହି ଜୀବିତରେ ନାହାନ୍ତି। ମୁଁ ଯୁଦ୍ଧରେ ପହଞ୍ଚିବା ପରେ ବାନରମାନେ ଆମ ସୈନ୍ୟଙ୍କୁ ବହୁତ ମାରିଦେଲେ। ମୁଁ ରାଗିକି ଯାଇ ଗୋଟେ ପ୍ରହର ପର୍ଯ୍ୟନ୍ତ ବ୍ରହ୍ମଅସ୍ତ୍ର ଛରକୁ ମାରିଲି। ବହୁତ କଷ୍ଟରେ ସେମାନଙ୍କର ମୁଁ ଜୀବନ ନେଲି। ରାବଣ କଥା ଶୁଣି କହିଲା, ଆଜି କି କର୍ମ କଲୁରେ ପୁତ୍ର? ଯେଉଁ ବ୍ରହ୍ମସ୍ୱରରେ ଦେବତାମାନଙ୍କର ପ୍ରାଣ ଯାଏ, ସେହି ସ୍ୱରରେ ସାମାନ୍ୟ ବନଚର ପଶୁଙ୍କୁ ତୁ ମାରିଲୁ। ତୁ ଜାଣୁ ଜାଣୁ କି ପାପକର୍ମ କଲୁ? ଏକଥା ଶୁଣି ଇନ୍ଦ୍ରଜିତ କହିଲା, ଯଦି ବାନରମାନେ ଦେବ ଅଂଶ ଧରିକି ଜନ୍ମ ହୋଇଥିବେ, ଯଦି ସେ କଥା ନୁହେଁ, ତୁମେ କହୁଛ କୁମ୍ଭକର୍ଣ୍ଣ ଦାଦୀଙ୍କୁ ଦେବତାମାନେ ଦେଖିକି ଭୟ କରନ୍ତି, ସାମାନ୍ୟ ବାନରମାନେ ତାଙ୍କୁ ମାରିଲେ କେମିତି? ମୁଁ ଭାବୁଛି ରାମ ଲକ୍ଷ୍ମଣ ଦେବତାଙ୍କ ଅଂଶରେ ଜନ୍ମ ହୋଇଛନ୍ତି। ସେଇଥିପାଇଁ ସାଧାରଣ ସ୍ୱରରେ ତାଙ୍କର କିଛି ହେଲାନି। ଯେତେ ସ୍ୱର ପ୍ରୟୋଗ କଲି ସେମାନେ ସେଇଟା କ'ଣ ଠିଆ ହେଇଥାନ୍ତି। ତାପରେ ସେମାନେ କୌଣସି ପ୍ରକାର ମଲେ ନାହିଁ। ସେଇଥିପାଇଁ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାମ ଲକ୍ଷ୍ମଣକୁ ମାରିଲି। ସେ ଜଟାଧାରୀ ରାମ ଲକ୍ଷ୍ମଣ କେମିତି ଯୁଦ୍ଧ କରୁଛନ୍ତି, ଦେବତାମାନେ ଯଦି ତାଙ୍କ ସହିତ ଯୁଦ୍ଧ କରିବେ ତାହେଲେ ହାରିବେ। କେତେ ଦେବତାମାନଙ୍କ ସହିତ ମୁଁ ଯୁଦ୍ଧ କରିକି ଜିଣିଛି, ରାମ ଲକ୍ଷ୍ମଣ ଭଳି ବୀର ମୁଁ ଜଣେ ବି ଏପର୍ଯ୍ୟନ୍ତ ଦେଖି ନାହିଁ। ଇନ୍ଦ୍ରଜିତ ଠାରୁ ରାବଣୀ ଏକଥା ଶୁଣି ଆନନ୍ଦରେ କୋଳରେ ବସାଇ ମସ୍ତକ ଆଘ୍ରାଣ କରି ବହୁତ ପ୍ରଶଂସା କଲା। ତାପରେ ଇନ୍ଦ୍ରଜିତ ରାଣୀ ଅନ୍ତପୁରକୁ ଗଲା। ରାବଣ ସଭାଭଙ୍ଗ କରି ନିଜ ପୁରକୁ ଗଲା। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଏଇଠୁ ଆପଣ 413 ଅଧ୍ୟାୟରେ ଶୁଣିଥିଲେ, ତେଣୁ ସେଇଠି ଆମେ ଛାଡ଼ିଲେ। ଆଜି ଏତିକି ଥାଉ। ପୁଣି ଆପଣମାନେ ଆଗାମୀ ଅଧ୍ୟାୟରେ ଆହୁରି ବହୁତ ଆଶ୍ଚର୍ଯ୍ୟ କଥା ଶୁଣିବେ। ଏ ମର୍ଯ୍ୟାଦା ପୁରୁଷ ରାମନାରାୟଣଙ୍କ କଥା ଯେତେ ପୁରୁଣା ହେଲେ ବି ନୂଆ ନୂଆ ଲାଗିବ, ଖାଲି ସେତିକି ନୁହେଁ, ଆକୁ ପଢ଼ିବା କଥା ତ ବେଶୀ ଯେତିକି ପୁଣ୍ୟ ନୁହେଁ, ଶୁଣିବା ତା'ଠାରୁ 100 ଗୁଣ ପୁଣ୍ୟ। ତେଣୁ ଆପଣମାନେ ଦୟାକରି
ରାମନାରାୟଣଙ୍କ କଥା, ଶିବ ଭଗବାନଙ୍କ କଥା, କୃଷ୍ଣ ଭଗବାନଙ୍କ କଥା ଆକୁ ଶ୍ରବଣ କରନ୍ତୁ। ଏଥିରେ ବହୁତ ଫଳ ଅଛି। ଆମେ ସିନା କର୍ମ କରିଥିଲେ ଏ ଜନ୍ମ ଯାହା ହଉ ପୂର୍ବ ଜନ୍ମରେ ପାଇବା, କର୍ମ ନ କଲେ କୁଆଡ଼ୁ ଆସିବ। ତେଣୁ ସେ ଭକ୍ତବତ୍ସଳ ଭଗବାନ ଆପଣମାନଙ୍କର ତଥା ଆପଣମାନଙ୍କ ପରିବାର ପିଲାମାନେ ଗୁରୁ ଗୁରୁଜନ ଆପଣମାନଙ୍କ ସହିତ ଏ ପୃଥିବୀରେ ଯେତେ ନରନାରୀ ପିଲା ବାଳକ ମୋର ପ୍ରିୟ ଶ୍ରୋତା ବନ୍ଧୁ ଆଉ ମୋର ଗୁରୁ ଗୁରୁଜନ ଯେତେ ଅଛନ୍ତି ସମସ୍ତଙ୍କର ସେଇ ରାମନାରାୟଣ ମଙ୍ଗଳ କରନ୍ତୁ, ଭଲ ରଖନ୍ତୁ। ମନୁଷ୍ୟ ଠାରୁ ପଶୁପକ୍ଷୀ କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ସେଇ ରାମନାରାୟଣ ଭଲ ରଖନ୍ତୁ। ଏତିକି କହି ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ସ୍ୱର୍ଗମର୍ତ୍ତ୍ୟ ପାତାଳକୁ ନମସ୍କାର କରି, ଦଶଦିଗପାଳଙ୍କୁ ନମସ୍କାର କରି, ଅଗ୍ନି ଜଳ ବର୍ଷା ଦେବତାଙ୍କୁ ନମସ୍କାର କରି, ପବନ ଦେବତା, ସୂର୍ଯ୍ୟ ଦେବତା, ଚନ୍ଦ୍ର ଦେବତାଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥୁରଟା ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ।